ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ପାଳାଖଣ୍ଡି ସ୍ଥିତ ପାରଳା ପୌର ପରିଷଦ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ଏହି ଜଳଛତ୍ର 1 ତାରିଖ ଦିନ ଠାରୁ ଜଳଛତ୍ର ଖୋଲାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପୌର ପରିଷଦ ପକ୍ଷରୁ ଲୋକଙ୍କୁ ତୃଷା ନିବାରଣ ସକାଶେ ଜଳଛତ୍ର ଖୋଲାଯାଇଛି ଏବଂ ଏହି ଜଳଛତ୍ରର ଦାୟିତ୍ୱ କ'ଣ ରହିଛି ସ୍ଥିତି ଚାଲନ୍ତୁ ପଚାରି ବୁଝିବା ମାଆଙ୍କ ଠାରୁ। ତମ ନାଁ କ'ଣ ମା? भवानी କେଉଁ ଆପଣ କେଉଁ ଏସ୍ଏଚ୍ ଗ୍ରୁପ୍? श्रीनिवास ऐसे ଏଦିନ ହେଲା ଜଳଛତ୍ର ଖୋଲାଯାଇଛି। 3 दिन ଲୋକ ଆସୁଛନ୍ତି କି हाँ ଜଳ आसुचंदी ପିଇବା ପାଇଁ? आज्ञा, ଆପଣ ଏଠାରେ କେତେଟାରୁ କେତେଟାରେ ଡ୍ୟୁଟି କରୁଛନ୍ତି? 8टाରୁ संध्या 5टा पर्यंत रहुଛି। ଖାଉଛନ୍ତି 8ଟାରୁ 5ଟା ପର୍ଯ୍ୟନ୍ତ ଲୋକ ଆସୁଛନ୍ତି କି? ଆସୁଛନ୍ତି ଆଜ୍ଞା। ହଁ ତମ ନାଁ କ'ଣ ମା? ଲଳିତା କେଉଁ ଗ୍ରୁପ୍? ଶ୍ରୀନିବାସ ଜଳଛତ୍ର ଏଇଟା କେତେ ନମ୍ବର ୱାର୍ଡରେ? 15 वार्ड ଲୋକ ଆସୁଛନ୍ତି ପାଣି ପିଇବାକୁ? ଯାହା କହୁଥିଲେ ମା, ଜଳଛତ୍ର 1 ତାରିଖଠୁ ଖୋଲାଯାଇଛି ଏବଂ ସେଇ ଗ୍ରୁପକୁ ଦାୟିତ୍ୱ ଦିଆଯାଇଛି। 8ଟାରୁ ଦାୟିତ୍ୱ ସେମାନଙ୍କର ଜଳ ଯୋଗାଇବା ପାଇଁ ବ୍ୟବସ୍ଥା ରହିଛି। ଲୋକ ତୃଷା ନିବାରଣ କରିବା ପାଇଁ ଆସି ଜଳ ପିଉଥିବାର ଦେଖିବାକୁ ମିଳିଛି। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।